ଭାବି ଦେଖନ୍ତୁ ତ ଜାପାନରେ ଏମିତି ଗୋଟେ ଅପରାଧୀ ସଂଗଠନ ଅଛି ଯିଏ ଲୁଚା ଛପାରେ ନୁହେଁ ବରଂ ପୁରା ଖୋଲାଖୋଲି କାମ କରେ। ହଁ, ଆମେ କଥା ହେଉଛୁ ୟାକୁଜା ବିଷୟରେ। ଏମିତି ଏକ ମାଫିଆ ଯାହାର ନିୟମ କାନୁନ ଦୁନିଆର ବାକି ସବୁ କ୍ରିମିନାଲ ଗ୍ରୁପଠାରୁ ଏକଦମ ଅଲଗା। ତେବେ ଚାଲନ୍ତୁ ଏହି ରହସ୍ୟମୟ ଦୁନିଆ ଭିତରକୁ ଯାଇ ଏମାନଙ୍କର କାହାଣୀକୁ ଟିକେ ଭଲ ଭାବେ ବୁଝିବା। ଏ କଥା ଶୁଣିବାକୁ ବହୁତ ଅଜବ ଲାଗୁନି କି? ଗୋଟିଏ ମାଫିଆ ଗ୍ୟାଙ୍ଗ ଯାହାର ନିଜର ଅଫିସିଆଲ ହେଡକ୍ୱାର୍ଟର ଅଛି ଆଉ ତାର ସଦସ୍ୟମାନେ ଲୋକଙ୍କୁ ବିଜନେସ୍ କାର୍ଡ ବାଣ୍ଟୁଛନ୍ତି। ଆରେ ଏହା କେମିତି ସମ୍ଭବ? ସାଧାରଣତଃ ମାଫିଆମାନେ ଅନ୍ଧାରରେ ରହି କାମ କରନ୍ତି, କିନ୍ତୁ ୟାକୁଜା ଖୋଲାଖୋଲି ସମସ୍ତଙ୍କ ସାମ୍ନାରେ ରହିଥାଏ। ଆଉ ଏଇଟା ହିଁ ୟାକୁଜାକୁ ସବୁଠୁ ରହସ୍ୟମୟ କରିଦିଏ। ଏହି ତୁଳନାକୁ ଦେଖିଲେ ସବୁକିଛି ସ୍ପଷ୍ଟ ହୋଇଯିବ। ଗୋଟେପଟେ ସାଧାରଣ ମାଫିଆ ଯିଏ ଅନ୍ଧାରରେ କାମ କରେ, ଆଉ ଅନ୍ୟପଟେ ୟାକୁଜା ଯିଏ ସମାଜରେ ଖୋଲାଖୋଲି ବୁଲାବୁଲି କରେ। ବାସ୍, ଏହି ଗୋଟିଏ କଥା ହିଁ ୟାକୁଜାକୁ ଦୁନିଆର ବାକି ସବୁ କ୍ରିମିନାଲ ଗ୍ରୁପଠାରୁ ବିଲକୁଲ ଅଲଗା କରିଦିଏ। ତେବେ ୟାକୁଜାକୁ ଠିକ୍ରେ ବୁଝିବାକୁ ହେଲେ ଆମକୁ ଟିକେ ଇତିହାସର ପୃଷ୍ଠା ଓଲଟାଇବାକୁ ପଡ଼ିବ। ସେହି ସାମନ୍ତବାଦୀ ଜାପାନର ସମୟକୁ ଫେରିବାକୁ ହେବ। 16ଶ ଶତାବ୍ଦୀର ଏଡୋ ସମୟରେ ଜାପାନୀ ସମାଜ ଆମ ବର୍ଣ୍ଣ ବ୍ୟବସ୍ଥା ପରି ଗୋଟେ କଠୋର ନିୟମରେ ବନ୍ଧା ହୋଇଥିଲା। ସବା ଉପରେ ସାମୁରାଇ, ତାପରେ କୃଷକ, କାରିଗର ଆଉ ଶେଷରେ ବଣିକ। କିନ୍ତୁ ଏହି ପୁରା ବ୍ୟବସ୍ଥାର ବାହାରେ ବି ଗୋଟେ ଗୋଷ୍ଠୀ ଥିଲା ଯାହାକୁ ସମାଜ ବାସନ୍ତ କରିଦେଇଥିଲା। ଆଉ ଜାଣନ୍ତି, ଏହି ସାମାଜିକ ବହିଷ୍କାରରୁ ହିଁ ୟାକୁଜାର ମୂଳଦୁଆ ପଡ଼ିଥିଲା। ସେହି ବାସନ୍ତ ହୋଇଥିବା ଲୋକଙ୍କ ଭିତରୁ ମୁଖ୍ୟତଃ ଦୁଇଟି ଗୋଷ୍ଠୀ ତିଆରି ହେଲା। ପ୍ରଥମଟି ଥିଲେ ଟେକିଆ, ଯେଉଁମାନେ ରାସ୍ତାକଣର ଛୋଟମୋଟ ବେପାରୀ ଥିଲେ ଆଉ ନିଜ ଅଞ୍ଚଳରେ ଏକ ପ୍ରକାର ଅଣସରକାରୀ ଅର୍ଥବ୍ୟବସ୍ଥା ଚଳାଉଥିଲେ। ଆଉ ଦ୍ୱିତୀୟରେ ଥିଲେ ବାକୁଟୋ, ଯେଉଁମାନେ ବେଆଇନ ଜୁଆ ଖେଳର ଆୟୋଜନ କରୁଥିଲେ। ଆଉ ଏହି ଦୁଇଟି ଗୋଷ୍ଠୀରୁ ହିଁ ଆଧୁନିକ ୟାକୁଜାର ଆରମ୍ଭ ହୋଇଥିଲା। ଆଚ୍ଛା, ୟାକୁଜା ନାଁଟା କେଉଁଠୁ ଆସିଲା ଜାଣନ୍ତି କି? ଏହାର କାହାଣୀ ବଡ଼ ମଜାଦାର। ଏହା ଏକ ଜାପାନୀ ତାସ ଖେଳ ହନାଫୁଡ଼ାରୁ ଆସିଛି। ଏହି ଖେଳରେ 8, 9, 3 ଏମିତି ଗୋଟା ସଂଯୋଗ ଯାହାର କୌଣସି ମୂଲ୍ୟ ନଥାଏ, ମାନେ ଏକ ହାରିବା ହାତ। ଜାପାନୀ ଭାଷାରେ ଏହାକୁ କୁହାଯାଏ ୟାକୁଜା। ତେଣୁ ସମାଜରୁ ବସନ୍ତ ହୋଇଥିବା ଲୋକମାନେ ଏହି ମୂଲ୍ୟହୀନ ଶବ୍ଦଟିକୁ ହିଁ ନିଜର ପରିଚୟ ବନାଇନେଲେ। ଚାଲନ୍ତୁ ଏଥର ୟାକୁଜାର ସଂଗଠନ ଉପରେ ଟିକେ ନଜର ପକାଇବା। ଏହା କୌଣସି ଅପରାଧୀ ଗୋଷ୍ଠୀ ପରି ନୁହେଁ, ବରଂ ଗୋଟେ ବଡ଼ ମାଲ୍ଟିନ୍ୟାସନାଲ କମ୍ପାନୀ ଭଳି କାମ କରେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ୟାକୁଜାରେ ଗୋଟେ ପ୍ରକାର କର୍ପୋରେଟ କ୍ୟାରିୟର ପାଥ୍ ଅଛି। ଆରମ୍ଭ ହୁଏ ଜଣେ ନବାଗତ ଭାବେ, ଯେଉଁଠି କଠିନ ପରିଶ୍ରମ ଆଉ ଅପମାନ ସହି ଅହଙ୍କାରକୁ ଭଙ୍ଗାଯାଏ। ଏହାପରେ ସେ ହୁଏ ଅର୍ଣ୍ଣର, ଯିଏ ପ୍ରଥମ ଥର ପାଇଁ କ୍ଷମତାର ସ୍ୱାଦ ଚାଖେ। ଧୀରେ ଧୀରେ ସେ ମ୍ୟାନେଜର ହୋଇ ଅଫିସରେ ବସେ, ଆଉ ଶେଷରେ ପହଞ୍ଚେ ସବୁଠୁ ଉପରକୁ, ବସ୍ ହୋଇ। କିନ୍ତୁ ଏହି ଅସୀମ ଶକ୍ତିର ମୂଲ୍ୟ ବହୁତ ବଡ଼। ଭୟ ଆଉ ଏକାକୀପଣରେ ଭରା ଏକ ଜୀବନ। ଏବେ ଆସନ୍ତୁ ୟାକୁଜା ସଂସ୍କୃତିର ସବୁଠୁ କୁଖ୍ୟାତ ଦିଗଗୁଡ଼ିକ ବିଷୟରେ ଜାଣିବା, ସେମାନଙ୍କର ଅଦ୍ଭୁତ ଏବଂ ପ୍ରାୟତଃ ନିଷ୍ଠୁର ରୀତିନୀତି। ୟୁବିତ୍ସୁମେ, ଏହା ହେଉଛି ଆଙ୍ଗୁଠି କାଟିବାର ଏକ ରୀତି। ଯେତେବେଳେ କୌଣସି ସଦସ୍ୟ ଭୁଲ କରେ, ସେ ନିଜର ବିଶ୍ୱସ୍ତତା ପ୍ରମାଣ କରିବାକୁ ଯାଇ ନିଜ କାଣି ଆଙ୍ଗୁଠିର ଗୋଟେ ଅଂଶ କାଟିଦିଏ। ଏହା ପଛରେ ଗୋଟେ କାରଣ ଅଛି। କାଣି ଆଙ୍ଗୁଠି ବିନା ଜଣେ ସାମୁରାଇ ଖଣ୍ଡାକୁ ଠିକ୍ରେ ଧରିପାରେନି, ତାର ଶକ୍ତି କମିଯାଏ। ଏହା ତାକୁ ନିଜ ଗୋଷ୍ଠୀ ଉପରେ ଆହୁରି ଅଧିକ ନିର୍ଭରଶୀଳ କରାଇଦିଏ। ସେହିପରି ଇରେଜୁମି, ଅର୍ଥାତ୍ ପୁରା ଶରୀରରେ ଟାଟୁ କରିବା, ଏମାନଙ୍କର ଆଉ ଗୋଟେ ପରିଚୟ। ପୁରୁଣା ଜାପାନରେ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ଟାଟୁ କରାଯାଉଥିଲା, କିନ୍ତୁ ୟାକୁଜା ଏହି କଳଙ୍କକୁ ନିଜର ଗର୍ବ ଆଉ ପରିଚୟରେ ବଦଳାଇ ଦେଲା। ଆଉ ଏହି ଟାଟୁ ଏକ ବହୁତ ଯନ୍ତ୍ରଣାଦାୟକ ପଦ୍ଧତି ଟେବୋରି ଦ୍ୱାରା କରାଯାଏ, ଯାହାକୁ ସମ୍ପୂର୍ଣ୍ଣ ହେବା ପାଇଁ ବର୍ଷ ବର୍ଷ ଲାଗିଯାଏ। ଏହି ଟାଟୁଗୁଡ଼ିକ କେବଳ ଡିଜାଇନ ନୁହେଁ, ଏସବୁର ଗଭୀର ଅର୍ଥ ବି ରହିଛି। ଯେମିତିକି ଡ୍ରାଗନ୍ ହେଉଛି ଶକ୍ତିର ପ୍ରତୀକ, ବାଘ ହେଉଛି ସାହସର ପ୍ରତୀକ ଏବଂ ଫିନିକ୍ସ ପକ୍ଷୀ ପୁନର୍ଜନ୍ମର ପ୍ରତୀକ। ପ୍ରତିଟି ଟାଟୁ ଜଣେ ସଦସ୍ୟର ଚରିତ୍ର ଆଉ ତାର ଲକ୍ଷ୍ୟକୁ ଦର୍ଶାଇଥାଏ। ତେବେ ଏହି ଦୁଇଟି ରୀତିନୀତିର ଉଦ୍ଦେଶ୍ୟ କ'ଣ? ବହୁତ ସରଳ। ୟୁବିତ୍ସୁମେ ଜଣେ ସଦସ୍ୟକୁ ଶାରୀରିକ ଭାବେ ଦୁର୍ବଳ କରେ, ଆଉ ଇରେଜୁମି ଟାଟୁ ତାକୁ ସାଧାରଣ ସମାଜରୁ ପୂରାପୂରି ଅଲଗା କରିଦିଏ। ଏହି ଦୁଇଟି ଜିନିଷ ମିଶି ଜଣେ ସଦସ୍ୟକୁ ନିଜ ସଂଗଠନ ପ୍ରତି ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଏବଂ ବିଶ୍ୱସ୍ତ କରିଦିଏ। ଏବେ ଆସନ୍ତୁ ୟାକୁଜାର ଏକ ପୁରା ଅଲଗା ଦିଗ ଦେଖିବା। ଜାପାନୀ ସମାଜରେ ସେମାନଙ୍କର ଯେଉଁ ଦ୍ୱୈତ ଭୂମିକା ରହିଛି ତାହା ବିଷୟରେ ଜାଣିବା। ସେମାନେ ଅପରାଧୀ ତ, କିନ୍ତୁ ବେଳେବେଳେ ସେମାନେ ହିରୋ ଭଳି ମଧ୍ୟ ସାମ୍ନାକୁ ଆସନ୍ତି। ଏହା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଯେତେବେଳେ ବି ଜାପାନରେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସିଛି, ୟାକୁଜା ଅନେକ ଥର ସରକାରଙ୍କ ଆଗରୁ ସାହାଯ୍ୟ ନେଇ ପହଞ୍ଚିଛି। 1995ର କୋବେ ଭୂମିକମ୍ପ ହେଉ ବା 2011ର ଭୟଙ୍କର ସୁନାମି, ୟାକୁଜା ହିଁ ପ୍ରଥମେ ଖାଦ୍ୟ, ପାଣି ଆଉ ଔଷଧ ଯୋଗାଇଥିଲା। ଏହି କାମଗୁଡ଼ିକ ଲୋକଙ୍କ ନଜରରେ ସେମାନଙ୍କର ଏକ ଭିନ୍ନ ଛବି ତିଆରି କରିଛି।
ଏହି ଉଦ୍ଧୃତିଟି ୟାକୁଜାର ସେହି ଦ୍ୱନ୍ଦ୍ୱକୁ ଠିକ୍ ଭାବେ ବର୍ଣ୍ଣନା କରୁଛି। ଗୋଟେ ପଟେ ସେମାନେ ଅପରାଧୀ, କିନ୍ତୁ ଅନ୍ୟପଟେ ସେମାନଙ୍କର ଗୋଟେ ନୀତି ଅଛି ଯେ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଇବେ ନାହିଁ। ଏହି ଦ୍ୱୈତ ଚରିତ୍ର ହିଁ ୟାକୁଜାକୁ ଏତେ ଜଟିଳ କରିଛି। କିନ୍ତୁ ସବୁ କାହାଣୀର ଗୋଟେ ଶେଷ ଥାଏ, ଆଉ ଏହି କାହାଣୀର ଶେଷ ଅଧ୍ୟାୟ ହେଉଛି ୟାକୁଜାର ପତନ। ଚାଲନ୍ତୁ ଦେଖିବା ଜାପାନ ସରକାର କିପରି ଏହାକୁ ସମ୍ଭବ କଲେ। ଏହାର ଆରମ୍ଭ ହେଲା 1991ରେ, ଯେତେବେଳେ ସରକାର ପ୍ରଥମ ଆଣ୍ଟି ୟାକୁଜା ଆଇନ ଆଣିଲେ, ଯାହା ସେମାନଙ୍କୁ ଆନୁଷ୍ଠାନିକ ଭାବେ ହିଂସାତ୍ମକ ସଂଗଠନ ବୋଲି ଘୋଷଣା କଲା। କିନ୍ତୁ ପ୍ରକୃତ ଆଘାତ ଲାଗିଲା 2010 ଦଶକରେ, ଯେତେବେଳେ ନୂଆ ଆଇନ ଅନୁସାରେ ୟାକୁଜା ସହିତ କୌଣସି ପ୍ରକାରର କାରବାର କରିବା ବେଆଇନ ହୋଇଗଲା। 1960 ଦଶକରେ ୟାକୁଜା ନିଜର ଶକ୍ତିର ଶୀର୍ଷରେ ଥିଲା। ଆଉ ସେତେବେଳେ ସେମାନଙ୍କ ସଦସ୍ୟ ସଂଖ୍ୟା କେତେ ଥିଲା ଜାଣନ୍ତି? ପାଖାପାଖି 1,84,000। କିନ୍ତୁ ଆଜି 2024ରେ ଏହି ସଂଖ୍ୟା କମି କମି ମାତ୍ର 18,800ରେ ପହଞ୍ଚିଛି। ଏହି ବିରାଟ ପରିବର୍ତ୍ତନ ହିଁ ସେମାନଙ୍କ ପତନର କାହାଣୀ କହୁଛି। ତେବେ ସରକାର ହିଂସା ବଦଳରେ ଗୋଟେ ଭିନ୍ନ ରାସ୍ତା ଆପଣାଇଲେ। ପ୍ରଥମେ ସେମାନଙ୍କର ଆର୍ଥିକ ସ୍ରୋତ ବନ୍ଦ କରିଦେଲେ। ଦ୍ୱିତୀୟରେ ସଦସ୍ୟମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ଘରଭଡ଼ା ନେବା ଭଳି ସାଧାରଣ ସୁବିଧାରୁ ବଞ୍ଚିତ କଲେ। ଆଉ ତୃତୀୟରେ ସେମାନଙ୍କର ଟାଟୁ ଯୋଗୁଁ ସେମାନଙ୍କୁ ଜିମ୍, ସୁଇମିଂ ପୁଲ୍ ଭଳି ସାର୍ବଜନୀନ ସ୍ଥାନରୁ ବାରଣ କରାଗଲା। ଏହା ଏକ ଆର୍ଥିକ ଓ ସାମାଜିକ ଆକ୍ରମଣ ଥିଲା। ଆଉ ସବୁଠୁ ବଡ଼ ବିଡ଼ମ୍ବନାର କଥା ହେଉଛି, ଯେଉଁ ଟାଟୁ ଦିନେ ସେମାନଙ୍କ ଗର୍ବ ଆଉ ଶକ୍ତିର ପ୍ରତୀକ ଥିଲା, ଆଜି ସେଇଟା ହିଁ ସେମାନଙ୍କ ପତନର ମୁଖ୍ୟ କାରଣ ସାଜିଛି। ସେହି ଟାଟୁ ହିଁ ସେମାନଙ୍କୁ ସମାଜରୁ ପୂରାପୂରି ଅଲଗା କରିଦେଇଛି। ତେବେ ଶେଷରେ ଏକ ଗଭୀର ପ୍ରଶ୍ନ ରହିଯାଉଛି। ୟାକୁଜା ତ ଧୀରେ ଧୀରେ ଶେଷ ହୋଇଯାଉଛନ୍ତି, କିନ୍ତୁ ଯେଉଁ ସାମାଜିକ ବହିଷ୍କାରରୁ ସେମାନଙ୍କର ଜନ୍ମ ହୋଇଥିଲା, ତାର କ'ଣ ହେଲା? ସମାଜ କ'ଣ ସତରେ ସମସ୍ୟାର ସମାଧାନ କରିଛି, ନା କେବଳ ତାକୁ ଆଖି ଆଡ଼ୁଆଣକୁ କରିଦେଇଛି? ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ ଚିନ୍ତା କରିବାର ବିଷୟ।